ଗୁଣି ବି ଅଛି ଗୋଟେ କକା କହୁଛନ୍ତି ସେ ଜିନିଷ ବି କହୁଛନ୍ତି ସେ ପଦ ଜାଣିଥିଲା ଆଗରୁ କି ଏଇ ଯୋଉ ମକରା ବାପୁନି ନା ଗଜିଆ ଗୁଡା ହଁ 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 ସେଇ ପ୍ରାୟ ହଉଛି। ହ୍ୟାଲୋ ହାଇ ଫ୍ରେଣ୍ଡସ୍ ନମସ୍କାର ଜୟ ଜଗନ୍ନାଥ ଆଉ ଗୋଟେ ଦମଦାର ଭିଡ଼ିଓକୁ ସ୍ୱାଗତ। ଆଜି ରାତିରେ ଦମଦାର ଭିଡ଼ିଓ ଏ ଦମଦାର ଭିଡ଼ିଓରେ ଆମର ସୁରକା ବର୍ତ୍ତମାନ ଆଞ୍ଚ କତିରେ ରହି ବର୍ତ୍ତମାନ ଟିକେ ସେକ ନେଉଛନ୍ତି। ସେକ ନେବା ସଙ୍ଗେ ସଙ୍ଗେ ଅନ୍ଧାରିଆ ଭିଡ଼ିଓଟି ଯାହା ହଉ ନା କାହିଁ କକା ତାଙ୍କର ସେକ ନେଇ ବର୍ତ୍ତମାନ ଏଇ ଦେଖନ୍ତୁ ସେକ ନେଉଛନ୍ତି ଆଞ୍ଚ ପାଖରେ ଠିଆ ହେଇ ଗରମ ସେକ ଟିକେ ନେଇଗଲେ ଆଜି ପୁରା ମାନେ ସେକ ହେଇଯିବ ପୁରା ରାତିରେ ଆଜି ପୁରା କକା ସେକ ଖାଇ ବର୍ତ୍ତମାନ କକା ଦେଖନ୍ତୁ ଯୋଉ କଥା ସେ କଥା କକା କହିଲେ ଏଠୁ ବାହାରି ଗଲେ ଯୋଉ କଥା ସେ କଥା ରାସ୍ତାକୁ ବାହାରିଯିବ ମାନେ ଥଣ୍ଡା ମାନେ ଯୋଉ କଥା ସେ କଥା ତାକୁ କେହି ଅଟକେଇ ପାରିବେନି କୌଣସି ବାଟରେ ଅଟକେଇ ପାରିବେନି କକା ସେଥିପାଇଁ ରାତିରେ ଚଦର ଫଦର ଘୋଡ଼େଇକି ଆସିଛନ୍ତି। କୁଟା ଫୁଟା ଜାଳି ନେବି ସୁଦ୍ଧା ତଥାପି ଯୋଉ କଥା ସେ କଥା ସେ ଥଣ୍ଡାକୁ ମାନେ କାଟ କରିବନି। ଦିନରେ ରଣ କକା ରାତିରେ ସୁର କକା ତ ସାଙ୍ଗମାନେ ଦିନରେ ରଣ କକା ରାତିରେ ସୁର କକା ଦେଖନ୍ତୁ କକା ହଉ ନା ଦିନରେ ରଣ ପଳେଇବେ ବର୍ତ୍ତମାନ କକା ରାତି ହେଲାଣି ରାତି ପାଖାପାଖି 9ଟା ଖଣ୍ଡେ ହେଇଗଲାଣି ଆଉ ସକାଳୁ ସେ ପୁଣି ବିଲ କାମ ତାଙ୍କର ଅଛି ପ୍ରବଳ ବିଲକୁ ଯିବେ। ଏପଟରେ ବିଲ କାମ ହେଉଛି ମୁଖ୍ୟ କାମ କକାଙ୍କର ଆଉ ତାପରେ କକା ଠିକ ହେଲା ନା ଆଞ୍ଚଟା ଦେଖ ପୁରା ଓକେ କାଲି ଦିନ ବେଳା ଟିକେ ତନାଖନା କରିନବ ନା ହେଲା ଠିକ କେବଳ ଟିକେ ଚତୁର୍ମାସିଆ ପାଇଁ ଟିକେ ବର୍ଷା ପାଣି ଟା ପଡିବ ଏଇ ଆଜବେଷ୍ଟ ଇଏଟା ବର୍ଷା ପାଣି ପଡିବ ତାକୁ କିଛି ନା ଗୋଟେ ଆଜବେଷ୍ଟ ଯୋଡିଦବା ସେତେ ବାଟ ଟିକେ ଦବାକୁ ହାତ ଖଣ୍ଡ ବାଇରି ଏଇ ଯେମିତି ଯୋଡା ହେଇନି ନା ଖଣ୍ଡେ ସେଇଭଳିଆ ଯୋଡିଦେ ନା ପୁରା ପଳେଇ ଆସିବା ପର୍ଯ୍ୟନ୍ତ ଆଉ ପାଣି ପଡିବନି ପାଣି ଏଠି ଯାଇ ପଡିବ କିଛି ଅସୁବିଧା ନାହିଁ ବୁଝିପାରିଲ ନା ଚତୁରୀ ମାସିଆ କଣ ଇଏ କଣ ସବୁବେଳେ କାମରେ ନାଗିବ ବୁଝିପାରିଲ ସବୁବେଳେ ଭଲ ହବ। ଏଇଟା ନା ଏଇଟା ଏଇ ପର୍ଯ୍ୟନ୍ତ ଥିଲା ହେଲା ସେଠି ଯୋଡି ଦେଇ କାଠ ଟିକେ ବାଗିଦେନେ ସେଭଳିଆ ସିଏ ହେଇଯିବ ତାକୁ ଆଉ ଅସୁବିଧା ନାହିଁ ବୁଝିପାରିଲ। କକା ରାତିରେ ତାଙ୍କର ଆଉ ଆସିଛନ୍ତି ବର୍ତ୍ତମାନ ମାନେ ପାନ ନେଇ ଆଉ କକା ଦେଖନି ଆଞ୍ଚ ଠିକ ହେଲା ଦେଖ ଆଞ୍ଚ ଠିକ ହେଲା ଦେଖ ସକାଳେ ଦେଖିଲ ଫଟା ମଟା ଆଜି ଦେଖ ଏଇ ନୂଆ ଆଞ୍ଚ କେମିତି ଗ୍ଲେଜ କରୁଛି ଦେଖ କେମିତି ଗ୍ଲେଜ କରୁଛି କାମ ପୁରା ଓକେ ବୁଝିଲ ନା କଣ ତିନି ଖିନି କରିକି ଦେଖ ଲାଇଟ୍ ମାରିବା ଠିକ ଅଛି ନା ପୁରା ଓକେ ନା ରେଜଲ୍ଟ କୁହ ଓକେ କି ନାଇଁ ଓକେ ଯାହା ହଉ କକା ଆମର କହିଲେଣି ଏଠି ଗଜା ପଡ଼ିବା ସଙ୍ଗେ ସାଙ୍ଗେ କକା ତାଙ୍କ ନୂଆ ଆଞ୍ଚ ଦେଖି କହିଲେଣି ଆଞ୍ଚ ପୁରା ଓକେ ଦିନର ତନା ଘନା କରି ଦେଖିଥିଲେ ଆଉ ବର୍ତ୍ତମାନ ଅଛି ତାଙ୍କର ନିଅ ଆଉ କକା ତାଙ୍କ ଟିକେ ଫ୍ରେଶ ହେଇଯାଆନ୍ତୁ ଫ୍ରେଶ ହେଇଯାଇ ଆଞ୍ଚଟାକୁ ତନାଖନା କରି ଦେଖିଲେଣି ଏବଂ ଆଉ ରେଡ଼ି ହେଲେଣି ଆଉ ରାତିର ବଲ ଜଳିଲା ମାନେ ଜାଣିନୁ ନା ପରିସ୍ଥିତି କ'ଣ ଏପଟରେ ଆମର ଗଜା ବି ହେଇଗଲାଣି। କୁଆଡ଼େ କକା ଥିଲ ଏଠି ପାନ ନେଇକି ଆସିଲ ନା କୋଉଠି ରଖିଥିଲୁ ତ ରୂପର ପରୁଆ ଜୀବନକୁ ମୋର କରିଦେଲୁ ଗେରୁଆ କକା ବର୍ତ୍ତମାନ ଖାଲି ଯୋଡ଼ି ଦେନେ ହେଇଯିବ ତଥାପି ଯାହା ହେଇଛି କିଛି ଖରାପ ହେଇନି ମନ୍ଦ ହେଇନି ଭଲ ହେଇଛି ତଳେ ତମେ ସୁଡ଼ଙ୍ଗ ଭଳିଆ ହେଇଛି ବୁଝିଲ ନା ଫାଙ୍କାଟାର ଗରମ ଦିନ କାମ କରିବା ପାଇଁ ସୁବିଧା ହବ କକା ବୁଝିଲ ନା ସୁର କକା ପଳେଇ ଗଲେ ଆଉ ବର୍ତ୍ତମାନ ରଘୁ ଅନ୍ଧାରିଆ ରଘୁ ଠିଆ ହେଇକି ବର୍ତ୍ତମାନ ଅନ୍ଧାର କ'ଣ କରୁଛି ତାର ଆଜି କକା ଯାଇପାରିଲେନି ପୋଖରୀ କତିକି କହିଥିଲେ ପୋଖରୀଟା ବୁହା ହେଉଛି କିନ୍ତୁ ଯାଇପାରିଲେନି ଭାରି ମନ ଦୁଃଖ ମନ ଗୁମ୍ ମାରିକି ବସିଛନ୍ତି କକା ଛିଡ଼ା ହେଇଦିନ ଯାଇପାରିନାହାନ୍ତି ଦୁଃଖର କଥା ପୋଖରୀ କତିକି ଯାଇପାରିନାହାନ୍ତି ସୁର କକା ଯିବା କଥା ନା ମୁଁ କହୁଥିଲି ଚାଲ ତମେ ତ ନା ମୁଁ କେତେଟା ବଦାଡ଼ି ଦେଲ
ଗୋଟେ ଦେଇଦେଇଛି ଆଉ ଗୋଟେ ଛୋଟିଆଟେ ତାକୁ ଗଣ୍ଡି ଉଠେଇ ଦେଇଛି ଆଉ ଘାଟ ଦେଇଛି କିଏ ସେ ଏଇ ଆମ ଇଏ ତ ଫ୍ରେଣ୍ଡସ୍ କକା ଆଜି ବଦାଳି ଦେଉଥିଲେ ବୋଲି ସେ ଯାଇପାରିନାହାନ୍ତି ଆମର ପୋଖରୀ ପାଖକୁ ପୋଖରୀ ବୁହା ହେଉଥିଲା ଯାହା ହଉ ସେ ମାଛ ନାହିଁ କକା ମାଛ କମ୍ ମାଛ ବାହାରୁଛି ବେଶୀ ମାଛ ବାହାରିଲାଣି ଏସବୁ 2-4 କିଲୋ 2 କିଲୋ ବାହାରିବା କଷ୍ଟ କୋଉ କିଲୋ ଖଣ୍ଡେ କିଏ ତମେ ବୁଝିଲ ନା ଆଉ କିଏ ବୁଝିଲ ନା ଆମେ ନା ଗେଣ୍ଡା କରିଦେଇଥିବେ ନା ଗେଣ୍ଡା ହେଲେ ସେ ମାଛ ଜମା ରହିଯାଏ ପୁରା ସବୁ ଗେଣ୍ଡା ସବୁ ଗେଣ୍ଡା ହେଇଛି ଏ ଗେଣ୍ଡା ଗୁଣି ଫୁଣି ଜାଣିଛନ୍ତି ନା କ'ଣ ମାଛ ଗେଣ୍ଡା କରିଦେଇଛନ୍ତି ଅଛି ଗୋଟେ ପଦ କ'ଣ କହିଦେବେ ମୁଁ ସେଇ ଜିନିଷ ଗୋଟେ ଦେଖିଥିଲି କୋଉଠି କହିନି ଆମେ ସୁବାସ ବାରିକି ପୋଖରୀ ବୁହା ହେଉଥିଲା ସେଇ ସମୟରେ ଦେଖିଥିଲି ସେ ମାଛକୁ ଗେଣ୍ଡା ହାଁ ଏଡ଼ିକି ଏଡ଼ିକି ହେଲେ ବା ସବୁ ସେ କିଛି ନଥିଲା ମାନେ ଖଡ଼ା ପୁତି ଦେବୁ ନାଗିଯିବି ହେଉଛି ମାଛ କିନ୍ତୁ ଇଏ ହେଇଗଲା ମାଛ ହରଣ କୁହନ୍ତି ନାଇଁ ନା ମିନ ହରଣ ସେଇ ମୀନ ହରଣ ସିଏ ସବୁ ମୀନ ହରଣ ଗୁଣି ଅଛି ଦେଖନ୍ତୁ ସାଙ୍ଗମାନେ ମୀନ ହରଣ ଗୁଣି ବି ଅଛି ଗୋଟେ କକା କହୁଛନ୍ତି ସେ ଜିନିଷ ବି କହୁଛନ୍ତି ସିଏ ପଦ ଜାଣିଥିଲା ଆଗରୁ କିଏ ଏଇ ଯୋଉ ମକରା ବାପୁନି ନା ଗଜିଆ ବୁଡ଼ା ହଁ 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 ସେଇ ପ୍ରାୟ ହଉଛି ମାଛକୁ ବି ଗେଣ୍ଡା କରିଦିଅନ୍ତି ସିଏ ଜାଣେ ମାଗଣା ବୁଡ଼ା କିଛି ଜାଣିଥିଲା ବାବା ତମେ ଚାରା ମଗେଇଲ କିନ୍ତୁ ନଉନ ତମେ ସିଏ ହଇରାଣ ହବ ସେ ବେପାରଟାକୁ ତାକୁ ହଇରାଣ କଲ କ'ଣ ଲାଭ କ'ଣ